ସାଧାରଣତଃ ସମସ୍ତେ ଭଲ ପାଇଥାନ୍ତି, କିନ୍ତୁ ଭଲ ପାଇବାଟା କ'ଣ ସେ କଥା କେହି ବୁଝିନଥାନ୍ତି। ସେକ୍ସ କରିବାଟା ଭଲ ପାଇବା ନୁହେଁ, କି ବେଶୀ ରାତି ପର୍ଯ୍ୟନ୍ତ ଗପିବାଟା ଭଲ ପାଇବା ନୁହେଁ, କି ବୁଲାବୁଲି ବେଶୀ କରିବାଟା ଭଲ ପାଇବା ନୁହେଁ। ତାହେଲେ ଆପଣମାନେ ଭାବୁଥିବେ ଭଲ ପାଇବା ତାହେଲେ କ'ଣ, ସେ ପୁଣି କେମିତିକା? ତାହେଲେ ଶୁଣନ୍ତୁ। ପ୍ରଥମେ ଯେଉଁ ଲୋକ ଜାଣିଥାନ୍ତି ଆପଣଙ୍କର ଖରାପ ସମୟ ଚାଲିଛି, ଆପଣ କମଜୋର ଅଛନ୍ତି, ଆପଣଙ୍କ ସାଥ ସେ କେବେ ଛାଡ଼ି ନଥାଏ, ଆପଣଙ୍କୁ କେବେ ଏକା କରିନଥାଏ, ତାହା ହିଁ ହେଉଛି ପ୍ରଥମ ଭଲ ପାଇବା। ଦ୍ୱିତୀୟରେ, ସେ ମଣିଷ ଆପଣଙ୍କ ପାଖରେ ଛିଡ଼ା ହୋଇଥାଏ ସେତେବେଳେ ଯେତେବେଳେ ଯାଏ ଆପଣ ନିଜେ ଛିଡ଼ା ହୋଇ ପାରିନଥାନ୍ତି, ସେତେବେଳେ ଯାଏ ସେଇ ମଣିଷ ହିଁ ଆପଣଙ୍କୁ ଗୋଟେ ପ୍ରକାର ଭଲ ପାଇଥାଏ। ତୃତୀୟରେ, ଯିଏ ଆପଣଙ୍କର ଦୁଃଖର ଲୁହକୁ ନିଜର ଖୁସିର ଲୁହ ଭାବି ପୋଛି ଦେଇଥାଏ, ସେ ବି ଗୋଟେ ଭଲ ପାଇବା ହୋଇଥାଏ। ଚତୁର୍ଥରେ, ଯିଏ ଆପଣଙ୍କର ଖରାପ ସମୟରେ ଆପଣଙ୍କର ସୁଚିନ୍ତକ ହୋଇ ଆପଣଙ୍କୁ ସାହସ ଏବଂ ମନୋବଳ ଯୋଗାଇଥାଏ, ସିଏ ବି ଗୋଟେ ପ୍ରକାର ଭଲ ପାଇବା ହୋଇଥାଏ। ପଞ୍ଚମରେ, ଯେଉଁ ମଣିଷଟି ସବୁବେଳେ ସବୁଦିନ ସବୁ ରାତି ଆପଣଙ୍କ କଥା ଚିନ୍ତା କରୁଥାଏ, ଯେଭଳିକି ଆପଣଙ୍କ ମା' ଭଳି, ତାହା ହିଁ ପ୍ରକୃତ ଭଲ ପାଇବା ହୋଇଥାଏ, ତାହା ହିଁ ସତ ଭଲ ପାଇବା ହୋଇଥାଏ। ଯଦି ସେଇଭଳି ଭଲ ପାଉଛନ୍ତି କିଏ କାହାକୁ, ସେଭଳି ଭଲ ପାଇବା ଠାରୁ କେବେ ଦୂରେଇକି ରୁହନ୍ତୁ ନାହିଁ। ସେ ଭଲ ପାଇବାରେ କୌଣସି ମତଲବ ନଥାଏ, ତାହା ହିଁ